ଯୁଗ ବଦଳିଛି, ସମୟ ବି ବଦଳିଛି। ଆଉ ଆଗ ଭଳି ନା ଅଛି ସବାରି ପାନିକି, ନା ସେ ଶଗଡ଼ ଗାଡ଼ି, ନା ବାଜୁଛି ଯୋଡ଼ି ବୋହୁରି, ନା ବାଜୁଛି ସେ ଡ୍ରମ୍ ବାଜା। ଏବେ ଯୁଆଡ଼େ ଦେଖିବ ଖାଲି ଡିଜେ ବାଜା ତାଳରେ ବରଯାତ୍ରୀଙ୍କ ଭେଳିକି ଭେଳି ନାଚ ଆଉ ଦାମୀ ଗାଡ଼ିରେ ବର ଯିବାର ଦୃଶ୍ୟ। କିନ୍ତୁ ଆଜି ଆମେ ଯେଉଁ ଦୃଶ୍ୟ ଦେଖାଇବାକୁ ଯାଉଛୁ ଆପଣଙ୍କୁ ସେ ପୁରୁଣା ଦିନର କଥା ମନେ ପକାଇଦେବ ନିଶ୍ଚିତ। ମନେ ପଡ଼ିଯିବ ସେ ସଂସ୍କୃତି ଆଉ ପରମ୍ପରାର କଥା। ଗାଁ ଦାଣ୍ଡରେ ଗଡ଼ୁଛି ଶଗଡ଼ ଗାଡ଼ି, ଶଗଡ଼ ଭିତରେ ବସିଛି ନୂଆ କନିଆ। ଏ ଦୃଶ୍ୟ କୌଣସି ଓଡ଼ିଆ ଚଳଚ୍ଚିତ୍ର କିମ୍ବା 90 ଦଶକର ଭିଡ଼ିଓ ନୁହେଁ ଆଜ୍ଞା, ବରଂ ଅଡ଼ି ମର୍ସିଡିଜ୍ ଯୁଗରେ ନୂଆ କନିଆ ଆସିଛି ଶଗଡ଼ ଗାଡ଼ିରେ। ବର୍ତ୍ତମାନ ଯେଉଁଠି ଯୁବପିଢ଼ି ଦାମିକା ଗାଡ଼ି ଚଢ଼ି କନ୍ୟା ଘରକୁ ଯିବା ଓ ବ୍ୟୟବହୁଳ ବିବାହ କାର୍ଯ୍ୟକ୍ରମ ପାଇଁ ଆକୃଷ୍ଟ ହେଉଛନ୍ତି, ସେଠି ନିଜ ବିବାହ ଦିନକୁ ଚିର ସ୍ମରଣୀୟ କରିବା ପାଇଁ ପୂର୍ବଜମାନଙ୍କ ପୁରୁଣା ସଂସ୍କୃତିକୁ ମନେ ପକାଇବା ଉଦ୍ଦେଶ୍ୟରେ ନିଜ ନବବଧୂକୁ ସୁସଜ୍ଜିତ ଶଗଡ଼ ଗାଡ଼ିରେ ନିଜ ଘରକୁ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଆନ୍ତରପଡ଼ା ଗ୍ରାମର ଶିବାନନ୍ଦ ଗୌଡ଼। କେନ୍ଦୁବାଡ଼ି ଗ୍ରାମର ସ୍ୱପ୍ନାରାଣୀ ଗୌଡ଼ଙ୍କୁ କିଛି ଦିନ ପୂର୍ବେ ବିବାହ କରିଥିବା ବେଳେ ଉଭୟଙ୍କ ବିବାହ ଅଞ୍ଚଳର ଅନ୍ୟ ବିବାହଠାରୁ ହୋଇଥିଲା ନିଆରା। କାରଣ ଯେଉଁଠି କନ୍ୟାମାନେ ଦାମିକା ଗାଡ଼ି ଚଢ଼ି ଆସି ପ୍ରଥମ ଥର ଲାଗି ନିଜ ସ୍ୱାମୀଙ୍କର ଘର ଏରୁଣ୍ଡି ବନ୍ଧ ଡିଅନ୍ତି, ସେଠି ସ୍ୱପ୍ନାରାଣୀ ନିଜ ବାପଘରୁ ଶଗଡ଼ରେ ଆସି ସ୍ୱାମୀଙ୍କ ଘରେ ପହଞ୍ଚିବା ତାଙ୍କ ପାଇଁ ଥିଲା ନିଆରା ଅନୁଭବ। ଶିବାନନ୍ଦ ଜଣେ ଉଚ୍ଚ ଶିକ୍ଷିତ ଯୁବକ ହୋଇଥିବା ବେଳେ ସେ କିଛି ବର୍ଷ ଧରି ବାହାର ରାଜ୍ୟରେ ଘରୋଇ କମ୍ପାନୀରେ କାର୍ଯ୍ୟ କରିବା ପରେ ଏବେ ନିଜ ଗ୍ରାମରେ ନିଜ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରିପାରିଛନ୍ତି। ତେବେ ସେ ନିଜ ବିବାହରେ ଦାମିକା ଗାଡ଼ିରେ କନ୍ୟା ଆଣିବାର ସକ୍ଷମ ଥିଲେ ମଧ୍ୟ ଅନ୍ୟମାନଙ୍କ ଭଳି ଅଯଥା ବ୍ୟୟବହୁଳ କାର୍ଯ୍ୟକ୍ରମଠାରୁ ଦୂରରେ ରହି ପୂର୍ବଜଙ୍କ ସଂସ୍କୃତି ଏବଂ ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ଶଗଡ଼ରେ କନ୍ୟା ଆଣିବା ଘଟଣା ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଶିବାନନ୍ଦଙ୍କ ପ୍ରୟାସକୁ ସମ୍ପର୍କୀୟଙ୍କଠୁ ଅଞ୍ଚଳବାସୀ ସମସ୍ତେ ପ୍ରଶଂସା କରୁଥିବା ବେଳେ ଏହା ଆଗାମୀ ଯୁବପିଢ଼ିଙ୍କୁ ନୂତନ ମାର୍ଗ ଦର୍ଶାଇବ ବୋଲି କହିଛନ୍ତି ଅଞ୍ଚଳବାସୀ। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, A1 ଓଡ଼ିଆ।